आज आपको देखी सदाବେଳେ ମୁଁ ଗ୍ୟାସରେ ମଟନ କୁକ୍ କରିଥାଏ କିନ୍ତୁ ଯେହେତୁ ଗ୍ୟାସର କ୍ରାଇସିସ୍ ପାଇଁ ଆଜି ମୁଁ କାଠ ଚୁଲାରେ ମଟନ ରୋଷେଇ କରିଛି ଆଉ ମୁଁ କେବେ ଭାବି ନଥିଲି ମଟନ ଯେ ଏତେ ଟେଷ୍ଟ ହବ ଆଉ ଆଉ ଏତେ ବଢିଆ ଲୋକ ନା ଆସିବ। ଆକ୍ଚୁଆଲି ସତ କହିବାକୁ ଗଲେ ଦେଶୀ ଷ୍ଟାଇଲ ରୋଷେଇ ଆଜି ଫାର୍ଷ୍ଟ ଟାଇମ୍ ମୁଁ କାଠ ଚୁଲା ରୋଷେଇ କରିଛି। ଆପଣଙ୍କୁ ଖାଲି ମଟନଟା ଆଜି ଆପଣ ଦେଖୁଛି ମଟନ ଭାଇରେ ପୁରା ମୁସ୍କିଲ କେବେ ମୁଁ ଭାବି ନଥିଲି ଏତେ କାଠ ଚୁଲା ବଢିଆ ଫ୍ଲେଭର ବାହାରିବ ଆଉ ବାସ୍ନା ମାନେ ବି ପୁରା ଅଲଗା ପ୍ରକାର। ଆଉ ଆଜି ଏଇ ମଟନ ସ୍ପେଶାଲ କାଠ ଚୁଲାରେ ଯିଏ ଖାଇବାର ଅଛି ଜଲ୍ଦି ଆସିକି ଆଜି ଗୋଟେ ବଢିଆ ମଟନ ଆଉ ରାଇସ୍ ନେଇପାରିବେ ଆଉ ବୋବାଲେ ଖାଇବେ। ଆଉ ଯେଉଁମାନେ ଖାଲି ଇଣ୍ଟରେଷ୍ଟ ଅଛନ୍ତି ଜଲ୍ଦି ଆସିକି ଆମ ରେଷ୍ଟୁରାଣ୍ଟ ପହଞ୍ଚି ଯାଆନ୍ତୁ। ମା ସନ୍ତୋଷୀ ରେଷ୍ଟୁରାଣ୍ଟ, ରୂପାଲି ସ୍କୋୟାର, ଶହୀଦ ନଦୀ ଗ୍ରାଉଣ୍ଡ ବ୍ୟାକ୍ ସାଇଡ୍। ଦେଖନ୍ତୁ ଭାଇ ଖାଲି ମଟନର ଲୋଗନଟା ଦେଖନ୍ତୁ। ଆଜି ଆପଣଙ୍କୁ ଦେଖେଇବି ସଦାବେଳେ ମୁଁ ଗ୍ୟାସରେ ମଟନ କୁକ୍ କରିଥାଏ କିନ୍ତୁ ଯେହେତୁ ଗ୍ୟାସର କ୍ରାଇସିସ୍ ପାଇଁ ଆଜି ମୁଁ କାଠ ଚୁଲାରେ ମଟନ ରୋଷେଇ କରିଛି ଆଉ ମୁଁ କେବେ ଭାବି ନଥିଲି ମଟନ ଯେ ଏତେ ଟେଷ୍ଟ ହବ ଆଉ ଆଉ ଏତେ ବଢିଆ ଲୋକ ନା ଆସିବ। ଆକ୍ଚୁଆଲି ସତ କହିବାକୁ ଗଲେ ଦେଶୀ ଷ୍ଟାଇଲ ରୋଷେଇ ଆଜି ଫାର୍ଷ୍ଟ ଟାଇମ୍ ମୁଁ କାଠ ଚୁଲା ରୋଷେଇ କରିଛି। ଆପଣଙ୍କୁ ଖାଲି ମଟନଟା ଆଜି ଆପଣ ଦେଖୁଛି ମଟନ ଭାଇରେ ପୁରା ମୁସ୍କିଲ କେବେ ମୁଁ ଭାବି ନଥିଲି ଏତେ କାଠ ଚୁଲା ବଢିଆ ଫ୍ଲେଭର ବାହାରିବ ଆଉ ବାସ୍ନା ମାନେ ବି ପୁରା ଅଲଗା ପ୍ରକାର। ମଟନ ଆଉ ରାଇସ୍ ନେଇପାରିବେ ଆଉ ବୋବାଲେ ଖାଇବେ। ଆଉ ଯେଉଁମାନେ ଖାଲି ଇଣ୍ଟରେଷ୍ଟ ଅଛନ୍ତି ଜଲ୍ଦି ଆସିକି ଆମ ରେଷ୍ଟୁରାଣ୍ଟ ପହଞ୍ଚି ଯାଆନ୍ତୁ। ମା ସନ୍ତୋଷୀ ରେଷ୍ଟୁରାଣ୍ଟ, ରୂପାଲି ସ୍କୋୟାର, ଶହୀଦ ନଦୀ ଗ୍ରାଉଣ୍ଡ ବ୍ୟାକ୍ ସାଇଡ୍। ଦେଖନ୍ତୁ ଭାଇ ଖାଲି ମଟନର ଲୋଗନଟା ଦେଖନ୍ତୁ।